ପିଲାମାନେ ତମ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆମେ ପଢ଼ିବା ରିଲେଟିଭ୍ କ୍ଲଜ୍ କିପରି ଗଠନ କରିବା। ରିଲେଟିଭ୍ କ୍ଲଜ୍ ଗଠନ କରି ବାକ୍ୟ ଦୁଇଟିକୁ କିପରି ଯୋଡ଼ିବା। ରିଲେଟିଭ୍ କ୍ଲଜ୍ର ପ୍ରକାର, କେତେ ପ୍ରକାରର ରିଲେଟିଭ୍ କ୍ଲଜ୍ ଅଛି। ଜିରୋ ରିଲେଟିଭ୍ ବା କଣ୍ଟାକ୍ଟ କ୍ଲଜ୍ କାହାକୁ କହନ୍ତି, ଏହିସବୁ ବିଷୟରେ ପଢ଼େଇବା। ପଢ଼େଇଲା ବେଳେ ମୁଁ ସବୁଗୁଡ଼ିକ ଆଲୋଚନା କରିବି, ମନ ଦେଇ ଶୁଣିବ। ପ୍ରଥମେ ଦେଖ, ରିଲେଟିଭ୍ କ୍ଲଜ୍ ଗଠନ କରି ଆମେ ବାକ୍ୟ ଦୁଇଟିକୁ କିପରି ଯୋଡ଼ୁଅଛେ, ଜଏନ୍ କରୁଛେ। ପ୍ରଥମ ସେଣ୍ଟେନ୍ସଟି ହେଲା ଦି ବୟ ଇଜ୍ ମାଇ ବ୍ରଦର। ଦ୍ୱିତୀୟ ସେଣ୍ଟେନ୍ସଟି ହେଲା ଦି ବୟ ଇଜ୍ ୱେରିଂ ଏ ରେଡ୍ ସାର୍ଟ। ପ୍ରଥମ ବାକ୍ୟର ଓଡ଼ିଆ ହେଲା ଦି ବୟ ଇଜ୍ ମାଇ ବ୍ରଦରର ଓଡ଼ିଆ ବାଳକ ଜଣକ ମୋ ଭାଇ। ଦ୍ୱିତୀୟ ବାକ୍ୟ ଦି ବୟ ଇଜ୍ ୱେରିଂ ଏ ରେଡ୍ ସାର୍ଟର ଅର୍ଥ ହେଲା ବାଳକଟି ଲାଲ କୁର୍ତ୍ତା ପିନ୍ଧିଅଛି। ଏ ବାକ୍ୟ ଦୁଇଟାକୁ ଯୋଡ଼ିଲେ କ'ଣ ହେବ, ତମେ କହିପାରିବ। ଯେଉଁ ବାଳକଟି ଲାଲ କୁର୍ତ୍ତା ପିନ୍ଧିଛି ସେ ମୋ ଭାଇ। ଦେଖ ଆମେ କିପରି ଯୋଡ଼ୁଛେ। ପ୍ରଥମ ସେଣ୍ଟେନ୍ସର ଦେଖ, ଦୁଇଟି ମୁତି ସେଣ୍ଟେନ୍ସର ଦେଖ ଆଇଡେଣ୍ଟିକାଲ ନାଉନ୍ ଅର୍ଥାତ୍ ସମାନ ନାଉନ୍ ବା ନାଉନ୍ ଫ୍ରେଜ୍ କେଠି ଅଛି ଆମେ ଦେଖିବା, ଦେଖାଯାଉଛି। ପ୍ରଥମେ ଦେଖୁଛେ, ପ୍ରଥମ ସେଣ୍ଟେନ୍ସରେ ଅଛି ଦି ବୟ, ଦ୍ୱିତୀୟ ସେଣ୍ଟେନ୍ସରେ ମଧ୍ୟ ଅଛି ଦି ବୟ। ଏହି ଦୁଇଟାକୁ ଆମେ ସମାନ ବା ଅନୁରୂପ ଫ୍ରେଜ୍, ନାଉନ୍ ଫ୍ରେଜ୍ ଦୁଇଟା ମୁତି ସମାନ। ଦେଖ ପିଲାମାନେ, ମୁଁ ତୁମକୁ ପ୍ରୋନାଉନ୍ ବା ସର୍ବନାମ ବିଷୟରେ ସମ୍ୟକ ସୂଚନା ଦେଇଦେଉଛି। ପ୍ରୋନାଉନ୍ ବା ସର୍ବନାମ କାହାକୁ କହନ୍ତି? ଯେଉଁ ଶବ୍ଦ ନାଉନ୍ ବଦଳରେ ବସେ ତାହାକୁ ସର୍ବନାମ କୁହାଯାଏ। ଉଦାହରଣ ସ୍ୱରୂପ ଓଡ଼ିଆରେ କହିଦେଉଛି, ରାମ ଜଣେ ଭଲ ପିଲା। ରାମ ପ୍ରତିଦିନ ସ୍କୁଲକୁ ଯାଏ। ରାମ ଭାତ ଖାଏ। ଏଇ ରାମ 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 ଏଇ ଶବ୍ଦଟାକୁ ବାରମ୍ବାର କହିଲେ ଭଲ ଶୁଣାଯାଉ ନାହିଁ। ତେଣୁ ଏଇ ଯେଉଁ ରିପିଟେସନ୍ ଆମେ କରୁଛେ, ରିପିଟ୍ କରୁଛେ, ରାମ ଶବ୍ଦଟାକୁ ବାରମ୍ବାର ରିପିଟ୍ କରାହେଉଛି। ତେଣୁ ତାକୁ ଉଠେଇବା ପାଇଁ ତା ବଦଳରେ ଅନ୍ୟ ଏକ ଶବ୍ଦ ଆମେ ବସେଇବା। ଆମେ କହିପାରିବା ରାମ ଜଣେ ଭଲ ପିଲା, ସେ ପ୍ରତିଦିନ ସ୍କୁଲକୁ ଯାଏ। ରାମ ଇଜ୍ ଏ ଗୁଡ୍ ବୟ, ହି ଗୋଜ୍ ଟୁ ସ୍କୁଲ ଏଭ୍ରି ଡେ। ଏ ରାମ ବଦଳରେ କି ହି ଶବ୍ଦଟାକୁ ଆମେ ପ୍ରୟୋଗ କଲେ ଏଇ ହିଟାକୁ ଆମେ ପ୍ରୋନାଉନ୍ ବୋଲି କହିବା ବା ସର୍ବନାମ ବୋଲି କହିବା। ଏଠି ମଧ୍ୟ ଠିକ୍ ସେହିପରି ଦି ବୟ ଫ୍ରେଜ୍ର ରିପିଟେସନ୍ ହୋଇଛି, ମାନେ ବାରମ୍ବାର ଆସିଛି। ତେଣୁ ଶ୍ରୁତି କଟୁ ଭଲ ଶୁଣାଯାଉ ନାହିଁ। ତେଣୁ ଦ୍ୱିତୀୟ ସେଣ୍ଟେନ୍ସର ଦି ବୟ ବଦଳରେ ଆମେ ଏକ ପ୍ରୋନାଉନ୍ ବସିବା। ଦେଖ ପିଲାମାନେ, ଆମେ ଯେକୌଣସି ପ୍ରୋନାଉନ୍ ହି ଇଜ୍ ୱେରିଂ ଏ ରେଡ୍ ସାର୍ଟ କରିଦେଇପାରିବା, ମାତ୍ର ଏହାକୁ ଏକ ରିଲେଟିଭ୍ କ୍ଲଜ୍ କରାଯିବ। ଗୋଟେ ଏଡଜେକ୍ଟିଭ୍ର କାମ ଯେମିତି କରିବ ସେଇ କ୍ଲଜ୍ କରାଯିବ। ବାକ୍ୟ ଦୁଇଟାକୁ ଯୋଡ଼ାଯିବ। ତେଣୁ ରିଲେଟିଭ୍ ପ୍ରୋନାଉନ୍ ଗୋଟେ ବସେଇବା। ରିଲେଟିଭ୍ ପ୍ରୋନାଉନ୍ ସର୍ବନାମର କାର୍ଯ୍ୟ କରିବା ସହିତ ବାକ୍ୟ ଦୁଇଟାକୁ ଯୋଡ଼େ। ତେଣୁ ଦି ବୟ ବଦଳର, ଯେହେତୁ ଦି ବୟ ଏକ ପାର୍ସନ୍, ଜଣେ ବ୍ୟକ୍ତି, ତେଣୁ ତା ବଦଳରେ ଆମେ ହୁ ରିଲେଟିଭ୍ ପ୍ରୋନାଉନ୍ଟାକୁ ବସେଇବା। ଦେଖ, ଦ୍ୱିତୀୟ ବାକ୍ୟର ଦି ବୟ ବଦଳର ହୁ ବସିଗଲେ କ'ଣ ହେଇଗଲା? ଦ୍ୱିତୀୟ ବାକ୍ୟଟି ହୁ ଇଜ୍ ୱେରିଂ ଏ ରେଡ୍ ସାର୍ଟ। ଏଇ ହୁ କାହାକୁ ରେଫର୍ କରୁଛୁ? ନା ଦି ବୟକୁ ରେଫର୍ କରୁଛୁ। ତେଣୁ ଉପର ସେଣ୍ଟେନ୍ସର ଦି ବୟ ଏଇ ଫ୍ରେଜ୍ଟାକୁ କେବଳ ତଳକୁ ଘିନି ଆଣିଲେ କ'ଣ ହେବ? ନା ଦି ବୟ ହୁ ଇଜ୍ ୱେରିଂ ଏ ରେଡ୍ ସାର୍ଟ। ଦି ବୟ ହୁ ଇଜ୍ ୱେରିଂ ଏ ରେଡ୍ ସାର୍ଟ। ଆଉ ପ୍ରଥମ ସେଣ୍ଟେନ୍ସର କ'ଣ ବାକି ରହିଗଲା? ଇଜ୍ ମାଇ ବ୍ରଦର। ଶେଷକୁ ନେଇକି ଦେବ ଇଜ୍ ମାଇ ବ୍ରଦର। ତାହେଲେ ବାକ୍ୟ ଦୁଇଟା ହେଇଗଲା, ଦି ବୟ ହୁ ଇଜ୍ ୱେରିଂ ଏ ରେଡ୍ ସାର୍ଟ ଇଜ୍ ମାଇ ବ୍ରଦର। ଦେଖ, ଏଠାରେ ମେନ୍ କ୍ଲଜ୍ ହେଲା ଦି ବୟ ଇଜ୍ ମାଇ ବ୍ରଦର। ରିଲେଟିଭ୍ କ୍ଲଜ୍ ହେଲା ହୁ ଇଜ୍ ୱେରିଂ ଏ ରେଡ୍ ସାର୍ଟ। ଏଟା ହେଲା ରିଲେଟିଭ୍ କ୍ଲଜ୍।
ଦେଖ ପିଲାମାନେ ଏଇ ବାକ୍ୟରେ ହୁ ଇଜ୍ ୱେରିଂ ଏ ରେଡ୍ ସାର୍ଟ ଏକ ଆବଶ୍ୟକ ଅଂଶ ଏସେନ୍ସିଆଲ ପାର୍ଟ ଅଫ୍ ଦି ସେଣ୍ଟେନ୍ସ। ଏହା ନିହାତି ଦରକାର। ଏଇଟାକୁ ଛାଡ଼ିଦେଲେ ତୁମେ ବାକ୍ୟର ପୂର୍ଣ୍ଣ ଅର୍ଥ ପ୍ରକାଶ କରିପାରିବ ନାହିଁ। କିପରି ଦେଖ, ହୁ ଇଜ୍ ୱେରିଂ ଏ ରେଡ୍ ସାର୍ଟକୁ ଛାଡ଼ିଦିଅ, ଛାଡ଼ିଦେଲେ କ'ଣ ହେବ? ଦି ବୟ ଇଜ୍ ମାଇ ବ୍ରଦର। ବାଳକଟି ମୋ ଭାଇ। କେଉଁ ବାଳକ? ଜାଣିପାରୁନ ତୁମେ କିଏ ବାଳକ? ବାଳକଟି ମୋ ଭାଇ, ବାଳକଟି ମୋ ଭାଇ କହିଲେ ତୁମେ କିଛି ଜାଣିପାରିବ କି କିଏ ତା ଭାଇ ବୋଲି? ଜାଣିପାରିବ ନାହିଁ। ତେଣୁ ହୁ ଇଜ୍ ୱେରିଂ ଏ ରେଡ୍ ସାର୍ଟ ଏହା କହିଲେ, ଯିଏକି ଲାଲ କୁର୍ତ୍ତା ପିନ୍ଧିଛି କହିଲେ ତୁମେ ଜାଣିପାରିବ, ବାକ୍ୟଟା ପୂର୍ଣ୍ଣ ଅର୍ଥ ପ୍ରକାଶ କରିବ। ତେଣୁ ଏଠି ଯେ ରିଲେଟିଭ୍ କ୍ଲୋଜ୍ ହେଲା ବାକ୍ୟର ଅତି ଏସେନ୍ସିଆଲ ପାର୍ଟ, ନିହାତି ଦରକାରୀ ଅଂଶ। ଏହି ପ୍ରକାର ରିଲେଟିଭ୍ କ୍ଲୋଜ୍କୁ ଆମେ କହି ଡିଫାଇନିଂ ରିଲେଟିଭ୍ କ୍ଲୋଜ୍। ସେଇ ଡିଫାଇନିଂ ରିଲେଟିଭ୍ କ୍ଲୋଜ୍କୁ ମଧ୍ୟ ଆଇଡେଣ୍ଟିଫାଇଂ ରିଲେଟିଭ୍ କ୍ଲୋଜ୍ ବା ରେଷ୍ଟ୍ରିକ୍ଟିଭ୍ ରିଲେଟିଭ୍ କ୍ଲୋଜ୍ କୁହାଯାଏ। ନନ୍ ଡିଫାଇନିଂ ପଢ଼ିଲା ବେଳେ ମୁଁ କହିଦେମି। ଦ୍ୱିତୀୟ ବାକ୍ୟଟିକୁ ଦେଖ, ଦ୍ୱିତୀୟ ଉଦାହରଣକୁ ଦେଖ। ଆଇ ରାଇଟ୍ ୱିଥ୍ ଦ ପେନ୍। ମୁଁ କଲମରେ ଲେଖେ। ଏଠି ପ୍ରିପୋଜିସନ୍ ବସିଛି। ପିଲାମାନେ ପ୍ରିପୋଜିସନ୍ ବସିଲେ ରିଲେଟିଭ୍ କ୍ଲୋଜ୍ର କ'ଣ ହୁଏ ସେ ବିଷୟରେ ବି ଜାଣିବ। ଆଇ ରାଇଟ୍ ୱିଥ୍ ଦି ପେନ୍, ମାଇ ଫାଦର ବଟ୍ ଦି ପେନ୍। ଏଠି ଗୋଟିଏ ରିଲେଟିଭ୍ କ୍ଲୋଜ୍ ଗଠନ କରି ବାକ୍ୟ ଦୁଇଟାକୁ ଆମେ ଯୋଡ଼ିବା। ପ୍ରଥମେ ପିଲାମାନେ କହିଲ ଦେଖି, ଆଇଡେଣ୍ଟିକାଲ ନାଉନ୍, ସମାନ ଆଇଡେଣ୍ଟିକାଲ ନାଉନ୍ ଫ୍ରେଜ୍ ଏଠି କିଏ? ମାନେ ସମାନ ବା ଅନୁରୂପ ଫ୍ରେଜ୍ କିଏ? ନାଉନ୍ ଫ୍ରେଜ୍ କିଏ କୁହ? ଦେଖ, ପ୍ରଥମ ସେଣ୍ଟେନ୍ସରେ ଅଛି ଦି ପେନ୍, ଦ୍ୱିତୀୟ ସେଣ୍ଟେନ୍ସରେ ଅଛି ଦି ପେନ୍। এইটা ଅଛି ଆଇଡେଣ୍ଟିକାଲ ନାଉନ୍ ଫ୍ରେଜ୍, ମାନେ ଏକା ରକମର ଜିନିଷ ଦୁଇଟା, ଅର୍ଥାତ୍ ସମାନ ନାଉନ୍ ଫ୍ରେଜ୍ ଦୁଇଟା ଅଛି। ତେଣୁ ଗୋଟିଏ ବାକ୍ୟରେ ତ ଦୁଇଟା ନାଉନ୍ ଫ୍ରେଜ୍ ସମାନ ନାଉନ୍ ଫ୍ରେଜ୍କୁ ଲେଖିବା ଭଲ ଲାଗିବନି। ତେଣୁ ତୁମେ କ'ଣ କରିବ? ମନ ଦେଇକି ଶୁଣ। ଏଇ ଯେଉଁ ଦ୍ୱିତୀୟ ସେଣ୍ଟେନ୍ସର ଦି ପେନ୍ ଅଛି, ଏଇ ନାଉନ୍ ଫ୍ରେଜ୍ଟାକୁ ତୁମେ ଉଠେଇବ। ଉଠେଇ ଦେଇକି ତା ବଦଳରେ କ'ଣ ବସେଇବ? ସେ ଦେଖ, ଦି ପେନ୍ ଏଇଟା ଗୋଟେ ଥିଙ୍ଗ, ଗୋଟେ ଜିନିଷ, ଏଠି ବ୍ୟକ୍ତି ନୁହେଁ, ଏଇଟା ଗୋଟେ ଜିନିଷ। ତା ବଦଳରେ ଆମେ ହୁଇଚ୍ ଶବ୍ଦଟାକୁ ବସେଇ ଦେବା। ମାଇ ଫାଦର ବାକ୍ୟଟା କ'ଣ ହେଇଯିବ? ଦ୍ୱିତୀୟ ବାକ୍ୟଟା ମାଇ ଫାଦର ବଟ୍ ଦି ପେନ୍ ବଦଳରେ ବସିଗଲା ହୁଇଚ୍, ମାଇ ଫାଦର ବଟ୍ ହୁଇଚ୍। ଏଠି ପିଲାମାନେ ଟିକେ ବୁଝିବ ମନ ଦେଇକି। ମାଇ ଫାଦର ବଟ୍ ଦି ପେନ୍, ମୋ ବାପା କିଣିଲେ କଲମ। କ'ଣ କିଣିଲେ? ଆମେ କିଣିଲେ ଏଇ କ୍ରିୟାପଦକୁ କ'ଣ ଲଗେଇ ପ୍ରଶ୍ନ କଲେ ଯେଉଁ ଉତ୍ତର ମିଳିବ ସେଇଟା ହେଉଛି ଅବଜେକ୍ଟ, କର୍ମ। ମୋ ବାପା କ'ଣ କିଣିଲେ? କଲମ କିଣିଲେ। କଲମଟା ଏକ ଅବଜେକ୍ଟ। ଏଇ ବାକ୍ୟର ଅବଜେକ୍ଟ କର୍ମ, କର୍ମ ମନେ ରଖିବ, କର୍ମ ଅବଜେକ୍ଟ ରୂପେ ବ୍ୟବହୃତ ହୋଇଛି। ହୁଇଚ୍ ଯେ ରିଲେଟିଭ୍ ପ୍ରୋନାଉନ୍, ତାର ସବଜେକ୍ଟ ଫର୍ମ ଏବଂ ଅବଜେକ୍ଟ ଫର୍ମ ଏକା। ତେଣୁ ଦି ପେନ୍ ବଦଳରେ ତୁମେ ଲେଖିଦେଲ ହୁଇଚ୍। ତାପରେ କ'ଣ କରିବ ନା, ଯେ ହୁଇଚ୍ଟାକୁ ବସେଇଲ ସେଟା ବାକ୍ୟ ଆଗକୁ ଘିନି ଆଣ। ଦି ପେନ୍ ବଦଳରେ ହୁଇଚ୍ ବସେଇଲ ଦ୍ୱିତୀୟ ସେଣ୍ଟେନ୍ସର, ସେ ହୁଇଚ୍ଟାକୁ ବାକ୍ୟ ଆଗକୁ ଘିନି ଆଣ। ଘିନି ଆଣିଲେ କ'ଣ ହେବ? ହୁଇଚ୍ ମାଇ ଫାଦର ବଟ୍, ଯେଉଁଟାକୁ କି ମୋ ବାପା କିଣିଥିଲେ। ଏଇଟା ହେଲା ରିଲେଟିଭ୍ କ୍ଲୋଜ୍। ଇଏ ବି ଡେଫିନାଇଂ ରିଲେଟିଭ୍ କ୍ଲୋଜ୍। ଏଇଟା ବାକ୍ୟର ନିହାତି ଦରକାର ଅଂଶ। ତାପରେ ବାକ୍ୟ ଦୁଇଟାକୁ ଯୋଡ଼ିବା। ଛୁଆ, ହୁଇଚ୍ ଯେଉଁ ରିଲେଟିଭ୍ ପ୍ରୋନାଉନ୍ ବସିଛି ସେ ତ କାହାକୁ ରେଫର୍ କରିବ? କାହାକୁ ରେଫର୍ କରିବ? ଦି ପେନ୍କୁ ରେଫର୍ କରିବ। ତାହେଲେ ପ୍ରଥମ ବାକ୍ୟର ଦି ପେନ୍ ଯେତେ ପର୍ଯ୍ୟନ୍ତ ଅଛି ଆଗେ ସେଟାକୁ ଲେଖିବା। ତାହେଲେ ଦି ପେନ୍ଟା ଶେଷରେ ଅଛି, ଆଗେ ଲେଖ ଶେଷ ପର୍ଯ୍ୟନ୍ତ। ଆଇ ରାଇଟ୍ ୱିଥ୍ ଦ ପେନ୍ ହୁଇଚ୍ ମାଇ ଫାଦର ବଟ୍। ହେଇଗଲା, ବାକ୍ୟ ଦୁଇଟାକୁ ଯୋଡ଼ିଦେଲ। ଏଇଠି ଟିକେ ନୂଆ କଥାଟିଏ ଜାଣିବା। ଦେଖ ପିଲାମାନେ, ମୁଁ ତୁମକୁ ଏଠି ବାକ୍ୟର ଦି ପେନ୍ ହୁଇଚ୍ଟା ଅବଜେକ୍ଟ ରୂପରେ ବ୍ୟବହୃତ ହୋଇଛି। ସବଅର୍ଡିନେଟ୍ କ୍ଲୋଜ୍ର ଗୋଟେ ଅବଜେକ୍ଟ ଅଛି। ତେଣୁ ଅବଜେକ୍ଟ ଥିଲେ ଆମେ କ'ଣ କରିବା? ଆମେ ରିଲେଟିଭ୍ ପ୍ରୋନାଉନ୍ ଯେଉଁ ହୁଇଚ୍ ବସେଇଛି ସେଇଟା ଆମର ଇଚ୍ଛାଧୀନ, ଅପସନାଲ୍। ଆମେ ତାକୁ ବସେଇ ପାରୁ, ନ ବସେଇ ପାରୁ। ମନେକର ଏଟା ହୁଇଚ୍ଟାକୁ ଆମେ ଉଠେଇ ଦେଲେ କ'ଣ ହେବ? ଆଇ ରାଇଟ୍ ୱିଥ୍ ଦି ପେନ୍ ମାଇ ଫାଦର ବଟ୍। ଏଠି
रिलेटिव प्रोनाउन व्हिच बा सबऑर्डिनेटिंग कंजक्शन भी ताकू कहा जाए सेटा को उठेई देले तने वाक्यटा होगला आई राइट विथ द पेन माई फादर बट आई राइट विथ द पेन माई फादर बट एटी सबऑर्डिनेटिंग कंजक्शन कौनसी नाही बसैले नाही एई क्षेत्र रे एई प्रकार वाक्य गुड़ी को कहा जाए कॉन्टैक्ट क्लॉज बा जीरो रिलेटिव रिलेटिव नहीं जीरो रिलेटिव बा कॉन्टैक्ट क्लॉज बोली कहा जाए मु सब विषय आलोचना कर दूची जहाँ कही जे विषय गुड़ा पढ़िया कथा कही दूची मन देखी शुण देख पिला माने तमे जानीगल रिलेटिव क्लॉज रो प्रकार केते प्रकार रो प्रथम हला डिफाइनिंग रिलेटिव क्लॉज रेस्ट्रिक्ट सेटा जेटा डिफाइनिंग रिलेटिव क्लॉज तार ना अच्छी आइडेंटिफाइंग रिलेटिव क्लॉज बा रेस्ट्रिक्टिव रिलेटिव क्लॉज कही दिली यह वाक्यर एक एसेंशियल पार्ट निहाती आवश्यक अंश द्वितीय प्रकारटी हला तार विपरीत करिब डिफाइनिंग अच्छी नॉन डिफाइनिंग रिलेटिव क्लॉज बा नॉन आइडेंटिफाइंग रिलेटिव क्लॉज बा नॉन रेस्ट्रिक्टिव रिलेटिव क्लॉज देख पिला माने एई जो नॉन डिफाइनिंग रिलेटिव क्लॉज आमे काहाकू कहबा चिन्हा व्यक्ति देख से जो रिलेटिव प्रोनाउन बसौच से रिलेटिव प्रोनाउन गोटे नाउन बा नाउन फ्रेज को रेफर करचो किंतु जे नाउन फ्रेजटा यही नॉन डिफाइनिंग रिलेटिव क्लॉज रो नाउन फ्रेजटा एटा चिन्हा व्यक्ति गोटे चिन्हा व्यक्ति बा वस्तु विषय रे किछि अधिका कहिबा बा एक्स्ट्रा इनफॉरमेशन दबा पाई जे क्लॉज को आमे व्यवहार करू ताहाकू कहा जाए नॉन डिफाइनिंग रिलेटिव क्लॉज देख पिले वाक्यरू जदि नॉन डिफाइनिंग रिलेटिव क्लॉजटा को तमे उठेई दब उठेई देले मध्य वाक्य पूर्ण अर्थ प्रदान करिवो किछि असुविधा हेबनी वाक्य रे देख दुईटी मात्र मु उदाहरण देइछि देख गोटे हला माय फादर हु इज वर्किंग एट कोरापुट इज ए डॉक्टर माय फादर हु इज वर्किंग एट देख एटी कौन रिलेटिव प्रोनाउन बा सबऑर्डिनेटिंग कंजक्शन बसची हु बसची हु काहाकू रेफर करिवो ना ता पूर्वर थिबा नाउन को रेफर करिवो पूर्वर के नाउन अछि माय फादर चा मो बापा कि तम बापा को तमे जानि ना जानिछ तेणु तुम बापा विषय कि मो बापा विषय अधिका करिकी कहिबार किछि आवश्यकता नाही किछि बुझेइबार आवश्यकता नाही एटा गोटे एक्स्ट्रा इनफॉरमेशन देले ताने पूर्वर तुम सब जानिछ मो बापा विषय माय फादर हु इज वर्किंग एट कोरापुट देख एई जो हु इज वर्किंग एट कोरापुट इज ए डॉक्टर माय फादर इज ए डॉक्टर एटा हला तार मुख्य मेन क्लॉज रहला हु इज वर्किंग एट कोरापुट एटा होचु रहला सबऑर्डिनेटिंग क्लॉज रिलेटिव क्लॉज एटा नॉन डिफाइनिंग रिलेटिव क्लॉज तेणु तुम वाक्यर जदि हु इज वर्किंग एट कोरापुट नॉन डिफाइनिंग क्लॉजटा को उठेई दियो उठेई देले मध्य वाक्यटी पूर्ण अर्थ प्रदान करिवो ना नाही माय फादर इज ए डॉक्टर एटी लक्ष्य कर जेउटा नॉन डिफाइनिंग रिलेटिव क्लॉज हबो ता आगुरु गुटे कमा सेटा सरीने गुटे कमा दिखाई एटा वाक्य मझीरे अच्छे बोले आगुरु कमा सरीने कमा से क्लॉज सरीने कर्मा जदि एटा वाक्य शेष को आसे केवल गुटे कमा दिज्व दुईटा कमा दि जापर ना हो ये मन रखियो पिला माने दैट रिलेटिव क्लॉज को टिके मन रखियो आमे दैट रिलेटिव क्लॉज हु बदल रे भी बसई परिबा हुइच बदल रे भी बसई परिबा किंतु मन रख ए नॉन डिफाइनिंग रिलेटिव क्लॉज क्षेत्र रे तमे रिलेटिव प्रोनाउन दैट को केबे व्यवहार करि परिबो नाही बसईबनी दैट को बसई परिबनी आउ एक गुरुत्वपूर्ण कथा मन रख ए नॉन डिफाइनिंग रिलेटिव क्लॉज रे तमे रिलेटिव प्रोनाउन बा सबऑर्डिनेटिंग कंजक्शन निश्चित बसईबो छाड़ी परिबनी ड्रॉप करि परिबनी आगुर आमे पढ़ले डिफाइनिंग रिलेटिव क्लॉज क्षेत्र आमे पढ़िले जे जति ऑब्जेक्टर काम करुथबो सेई रिलेटिव प्रोनाउन टी को तमे आमे उठेई दउतले ताको उठेई देकी कॉन्टैक्ट क्लॉज बा जीरो रिलेटिव कर दी पारुतले किंतु एटी निहाती तमे रिलेटिव प्रोनाउन बसैबो किंतु दैट को बसई परिबो नाही दैट रो व्यवहार करिबो नाही द्वितीय वाक्य देख महात्मा गांधी हु वाज द फादर ऑफ द नेशन डायड इन 1948 देख
ଏଠି ହୁ ୱାଜ୍ ଦି ଫାଦର ଅଫ୍ ଦି ନେସନ୍, ଏହା ମହାତ୍ମା ଗାନ୍ଧୀଙ୍କ ବିଷୟରେ ଗୋଟେ ଏକ୍ସଟ୍ରା ଇନଫର୍ମେସନ୍। ମହାତ୍ମା ଗାନ୍ଧୀକି ଆମେ ଜାଣିଛେ, ତାଙ୍କ ବିଷୟରେ ଅଧିକା କରି କିଛି କହିବାର ଆବଶ୍ୟକତା ନାହିଁ, ଏଇଟା ଗୋଟେ ଏକ୍ସଟ୍ରା ଇନଫର୍ମେସନ୍ ଦିଆହେଇଛି। ତେଣୁ ହୁ ୱାଜ୍ ଦି ଫାଦର ଅଫ୍ ଦି ନେସନ୍, ଦେଖ ସେଟାକୁ ଆଗରେ ଏବଂ ପଛରେ ଗୋଟେ କମା ଦିଆହେଇକି ତାକୁ ଅଲଗା କରିଦିଆହେଇଛି, ବାକ୍ୟଠାରୁ ଅଲଗା କରିଦିଆହେଇଛି। କହିବାର ଅର୍ଥ ହେଉଛୁ ଯେ ଏଇ ରିଲେଟିଭ୍ କ୍ଲୋଜ୍ଟିକୁ ବାକ୍ୟରେ ନ ଲେଖିଲେ ମଧ୍ୟ ପୂର୍ଣ୍ଣ ଅର୍ଥ ପ୍ରକାଶ ପାଇପାରିବ। ଯେରକ ମହାତ୍ମା ଗାନ୍ଧୀ ହୁ ୱାଜ୍ ଦି ଫାଦର ଅଫ୍ ଦି ନେସନ୍ ଡାଏଡ୍ ଇନ୍ 1948, ସେ ରିଲେଟିଭ୍ କ୍ଲୋଜ୍ଟିକୁ ଉଠେଇ ଦିଅ, ହେବ କ'ଣ? ମହାତ୍ମା ଗାନ୍ଧୀ ଡାଏଡ୍ ଇନ୍ 1948। ମହାତ୍ମା ଗାନ୍ଧୀକି ତ ସମସ୍ତେ ଜାଣନ୍ତି, ତାଙ୍କ ବିଷୟରେ ଅଧିକା କହିବାର କିଛି ଆବଶ୍ୟକତା ନାହିଁ। ସେହିପରି ମୁଁ ଆଉ ଗୋଟେ ବାକ୍ୟ କହିଦେଉଛି, ସ୍କ୍ରିନ୍ରେ ଲେଖିନି। ଧର କହିବି ମୁଁ ଚିଲିକା। ଚିଲିକା ବିଷୟରେ ତ ସମସ୍ତେ ଜାଣନ୍ତି, ଏଇଟା ଗୋଟେ ବଡ଼ ହ୍ରଦ, ଆମ ଓଡ଼ିଶାର ଗୋଟେ ବଡ଼ ହ୍ରଦ। ଓଡ଼ିଶାର ନୁହେଁ, ଏଇଟା ଭାରତର, ଏସିଆ ମହାଦେଶର ବଡ଼ ହ୍ରଦ। ମୁଁ ଯଦି କହିବି ଚିଲିକା ହୋଇଛି ଯେ ଗ୍ରେଟ୍ ଲେକ୍ ଆଟ୍ରାକ୍ଟସ୍ ଦି ଭିଜିଟର୍ସ, ଦର୍ଶକମାନଙ୍କୁ ଆକର୍ଷଣ କରେ। ଆରେ ଚିଲିକା ବିଷୟରେ ତ ସମସ୍ତେ ଜାଣନ୍ତି, ଏଇଟା ଗୋଟେ ହ୍ରଦ, କହିବାର କିଛି ଆବଶ୍ୟକତା ନାହିଁ। ତାହେଲେ ପିଲାମାନେ ତମେ ଆଜି ରିଲେଟିଭ୍ କ୍ଲୋଜ୍ ବିଷୟରେ ଜାଣିଗଲ। ଦୁଇ ପ୍ରକାରର, ଡିଫାଇନିଂ ରିଲେଟିଭ୍ କ୍ଲୋଜ୍, ନନ୍ ଡିଫାଇନିଂ ରିଲେଟିଭ୍ କ୍ଲୋଜ୍। କଣ୍ଟାକ୍ଟ କ୍ଲୋଜ୍ ବିଷୟରେ ଜାଣିଗଲ, ଯେଉଁଠି ରିଲେଟିଭ୍ କ୍ଲୋଜ୍ଟି ବା ରିଲେଟିଭ୍ ପ୍ରୋନାଉନ୍ଟି ଏକ ଅବଜେକ୍ଟ କର୍ମ ବଦଳରେ ବ୍ୟବହୃତ ହେଉଥିବ। ସେହି କ୍ଷେତ୍ରରେ ଇଚ୍ଛାଧୀନ ଅପସନାଲ୍ ଆମେ ବସେଇ ପାରୁ, ଏଇ ସବର୍ଡ଼ିନେଟିଂ କଞ୍ଜକ୍ସନ୍କୁ ବସେଇ ପାରୁ ବା ନ ବସେଇ ପାରୁ। ଯଦି ବାକ୍ୟରେ ସବର୍ଡ଼ିନେଟିଂ କଞ୍ଜକ୍ସନ୍ଟାକୁ ନ ବସେଇବା, ତାକୁ କଣ୍ଟାକ୍ଟ କ୍ଲୋଜ୍ ବା ଜିରୋ ରିଲେଟିଭ୍ ବୋଲି କହିବା। ନନ୍ ଡେଫିନାଇଂ ରିଲେଟିଭ୍ କ୍ଲୋଜ୍ ବିଷୟରେ ଜାଣିଗଲ, ଏଇସବୁ ବିଷୟରେ ଜାଣିଗଲ। ନନ୍ ଡେଫିନାଇଂ ରିଲେଟିଭ୍ କ୍ଲୋଜ୍ରେ ତୁମେ ରିଲେଟିଭ୍ ପ୍ରୋନାଉନ୍ ନିହାତି ବସେଇବ, ସବର୍ଡ଼ିନେଟିଂ କଞ୍ଜକ୍ସନ୍ ନିହାତି ବସେଇବ, କିନ୍ତୁ ଦ୍ୟାଟ୍କୁ ବ୍ୟବହାର କରିପାରିବ ନାହିଁ। ବାସ୍ ଆଜି ଏତିକି। ପରବର୍ତ୍ତୀ ସମୟରେ ଆଉ ଅଧିକ ଜାଣିବା, ରିଲେଟିଭ୍ କ୍ଲୋଜ୍ ବିଷୟରେ ଅଧିକ ଜାଣିବା ଟ୍ରାନ୍ସଲେସନ୍ ମାଧ୍ୟମରେ। ଧନ୍ୟବାଦ।